ଆଉ କ'ଣ ହବା ଦରକାର ସେଇଟା କହିଦିଅନ୍ତୁ। ହ୍ୟାଲୋ, ଆଜି ବଡ଼ ସୌଭାଗ୍ୟର ଦିବସ। ଆମ ବିଦ୍ୟାଳୟରେ ଗୋଟିଏ ପଥପ୍ରାନ୍ତ ନାଟକ ପରିବେଷଣ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ କରାହେଉଛି। ତାର ଆଭିମୁଖ୍ୟ ରହୁଛି ଜଙ୍ଗଲର ସୁରକ୍ଷା, ଜୀବଜନ୍ତୁମାନଙ୍କ ସୁରକ୍ଷା ଏବଂ ବିଶେଷ କରି ବର୍ତ୍ତମାନ ପରିପ୍ରେକ୍ଷୀରେ ହାତୀ ଯୋଉଟା ଗାଁ ଗହଳିରେ ଆମର ମାତିଛି, ହାତୀ ପ୍ରତି ଆମର ଯେଉଁ ଦୌରାତ୍ମ୍ୟ ହେଉଛି, ହାତୀ ତାର ବାସସ୍ଥଳୀ ନ ପାଇ ଗ୍ରାମାଭିମୁଖୀ ହେଉଛି, ଲୋକମାନଙ୍କର ଧନ ଜୀବନ ହାନି କରୁଛି। ଏସବୁ ପରିପ୍ରେକ୍ଷୀରେ କ'ଣ ସବୁ କାରଣ ରହିଛି ଏବଂ ଆମେ ସେଥିପ୍ରତି କେତେ ଦୂର ସଚେତନତା ହେବା, ଯେଉଁଥିପାଇଁ କି ଆମର ଏକ ଆୟୋଜନ କରାଯାଇଛି, ଯାହାର ଆୟୋଜକ ହେଉଛନ୍ତି ଢେଙ୍କାନାଳ ବନଖଣ୍ଡ ବିଭାଗ ଢେଙ୍କାନାଳର। ଏବଂ ଆଜିର ଯେଉଁ ପଥପ୍ରାନ୍ତ ନାଟକ ପରିବେଷଣ ହେଲା, ଏଥିରେ ସଙ୍ଗୀତ ବାହିନୀ କଲଚରାଲ ଟିମ୍ ଢେଙ୍କାନାଳରୁ ଆସିଛନ୍ତି। ମୁଁ ବିଦ୍ୟାଳୟ ତରଫରୁ, ମୋ ବ୍ୟକ୍ତିଗତ ତରଫରୁ ମୁଁ ତାଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରୁଛି। ବ୍ୟସ୍ତବହୁଳ ଭିତରେ ମଧ୍ୟ ଏ ପ୍ରୋଗ୍ରାମ ସହିତ ମୁଁ ଜଡ଼ିତ ଥିଲି। ନାଟକ ମାଧ୍ୟମରେ ତୁମମାନଙ୍କୁ କିଛି ସଚେତନ କରାଯାଇଛି, ସେଇଟାକୁ ଟିକେ ମୁଁ ସରଳ ଭାଷାରେ ଆଉ ଟିକେ ଦୋହରାଇବି। ମଣିଷ ହେଉଛି ଏକ ଦୁର୍ଲଭ ଜୀବନ। ମ୍ୟାନ୍ ଇଜ୍ ଦ କ୍ରାଉନ୍ ଅଫ୍ କ୍ରିଏସନ୍। ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ। ସେ ତାର ସ୍ୱାର୍ଥ ସାଧନ ହାସଲ କରିବାକୁ ଯାଇ ଆଜି ସେ ଜଳ, ବାୟୁ, ଆକାଶ ସବୁଠି ତାର କରାଳ ଛାୟା ଦ୍ୱାରା ନିଜକୁ ନିଜ ନିୟନ୍ତ୍ରଣକୁ ଆଣିଛି, ଯଦ୍ୱାରା କି ନିଜେ ସୁଖ ପାଇବା ପାଇଁ ଯାଇ ପରବର୍ତ୍ତୀ ସମୟ ପାଇଁ ଦୁଃଖର କାରଣ ହେଇଛି। ଆମେ ଆଜି ଚିନ୍ତା କରିବା ଦରକାର ଯେ ଆଜି ଆମେ ଯେଉଁ ପ୍ରକାର ସୁଖରେ ଚଳୁଛନ୍ତି, ଆମର ଆଗାମୀ ପିଢ଼ି ଭବିଷ୍ୟତ ସେଇ ସୁଖ ପାଇବେ ତ? ନା। ବର୍ତ୍ତମାନ ଚାରିଟା ଜିନିଷ ଆମର ମୁଖ୍ୟ ଆବଶ୍ୟକତା ରହିଛି, ଯେଉଁଟା ପ୍ରଦୂଷଣ ଭାବରେ ରହିଛି, ସଙ୍କଟାପନ୍ନ ହେଇଛି। ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ, ଜଳବାୟୁ। ଏ ସବୁର ମୁଖ୍ୟ ଆବଶ୍ୟକତାର ମୂଳାଧାର ହେଉଛି ବୃକ୍ଷ। ଯେଉଁ ବୃକ୍ଷକୁ କୁହାଯାଏ, ଗଛକୁ କୁହାଯାଏ ଦାରୁ ଦେବତା ବୋଲି କୁହାଯାଏ। ତେଣୁ ଭଗବାନଙ୍କୁ ରକ୍ଷା କରିବା ପାଇଁ ହେଲେ ସେ ଭଗବାନ ରୂପୀ ଯେଉଁ ଭଗବାନ ସୃଷ୍ଟି ହେଇଛନ୍ତି, ଆମର ଆରାଧ୍ୟ ଦେବତା ଜଗନ୍ନାଥ, ସେ ବି ଏ କାଠରେ ତିଆରି। ତେଣୁ କାଠ, ଜଙ୍ଗଲ ବା ବୃକ୍ଷ ଏଇଟା ହେଉଛି ଆମର ମୁଖ୍ୟ ଜିନିଷ, ଯେଉଁଟା ପାଇଁ ତୁମମାନଙ୍କ ପାଇଁ ବାରମ୍ବାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ତୁମମାନଙ୍କୁ ସୂଚନା ଦିଆଯାଏ। ପିଲାଟିଏ ଗଛଟିଏ, ଗଛ ଲଗେଇବା, ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା। ତେଣୁ ଜଳବାୟୁ ର ଯେଉଁ ସନ୍ତୁଳନତା ଭାଙ୍ଗି ଯାଇଛି ବା ଇକୋଲୋଜିକାଲ ବାଲାନ୍ସଟା କଟି ଯାଇଛି, ସେଇଟା ପାଇଁ ଆମେ ଅଣନିଶ୍ୱାସ ହେଇଯାଉଛୁ। ଯେଉଁଟାକି ଆମର ଏ ନାଟକ ମାଧ୍ୟମରେ ବନ୍ଧୁ କହୁଥିଲେ ଯେ ସମୟ ଆସିବ ଆମକୁ ବଞ୍ଚି ରହିବା ପାଇଁ ସଂଗ୍ରାମ ଜନିତ ଭାବରେ ଅକ୍ସିଜେନ ଥଳି ବା ଅକ୍ସିଜେନ ବୋତଲରେ ନେଇକି ଯିବା ପାଇଁ ପଡ଼ିବ। ଠିକ ଆମେ ପାଣି ଚିନି ଦେଉଛନ୍ତି ଅଂଶୁଘାତ ରକ୍ଷା ପାଇବା ପାଇଁ ବା ଜଳପାନ କରିବା ପାଇଁ। ତେଣୁ ଏଇ ଯେଉଁ ମାଟି, ପାଣି, ପବନ, ଜୀବଜନ୍ତୁ ଏସବୁ ଯେଉଁ ହାହାକାର ଭାବରେ ଆମର ପରିବେଶରେ ସୃଷ୍ଟି ହେଉଛି, ଆମେ ଗାଁ ଗହଳିରେ ଦେଖୁଛନ୍ତି, ଆମେ ହାତୀଟିଏ, ମାଙ୍କଡ଼ଟିଏ ଦେଖିବା ପାଇଁ ହେଲେ ମ୍ୟୁଜିୟମ୍ ଯିବା ପାଇଁ ପଡ଼ୁଥିଲା, କିନ୍ତୁ ସେଇଟା ଆଜି ଆମ ଘର ଭିତରେ ଆସି ହାତୀ, ମାଙ୍କଡ଼ ମଧ୍ୟ ପଶି ଯାଉଛନ୍ତି, ଯେଉଁଟା ପ୍ରତ୍ୟେକ ଭାବରେ ତୁମେ ସବୁ ଜାଣିପାରିଛ। ତେଣୁ ଆଜି ଯେଉଁ ନାଟକ ପରିବେଷଣ ହେଲା, ନିଶ୍ଚିତ ଭାବରେ ତୁମ ଉପରେ ତାର ପ୍ରଭାବ ପଡ଼ିଥିବ। ତୁମେ ହେଉଛ ଆମର ଭବିଷ୍ୟତ, ତୁମ ଉପରେ ରାଷ୍ଟ୍ରର ଉନ୍ନତି ନିର୍ଭର କରେ। ଆମେ ବଞ୍ଚିଲେ, ଆପେ ବଞ୍ଚିଲେ ବାପର ନା, ଆମେ କେମିତି ବଞ୍ଚିବା ଏବଂ ଆମର ଆଗାମୀ ପିଢ଼ି କେମିତି ସୁଖରେ ବଞ୍ଚିପାରିବେ, ସେଥିପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବା ପାଇଁ ପଡ଼ିବ। ତେଣୁ ତମେ ପିଲାଦିନରୁ ପାଠପଢ଼ା ଠାରୁ ଜାଣିଛ, ଶିକ୍ଷକ ବନ୍ଧୁମାନଙ୍କ ଠାରୁ ଜାଣିଛ, ବିଭିନ୍ନ ନାଟକ, ଦୂରଦର୍ଶନ, ପତ୍ରପତ୍ରିକା ଏସବୁରୁ ମଧ୍ୟ ଜାଣିଛ ଯେ ଆମର ବର୍ତ୍ତମାନ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି, ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଜଙ୍ଗଲ ନଷ୍ଟର କାରକ ହେଉଛି ମଣିଷ। ସବୁ ବିକାଶର ମୂଳରେ ବିଜ୍ଞାନ, ସବୁ ବିକାଶର ମୂଳରେ ମାନବ, ସବୁ ସୃଷ୍ଟିର ବିନାଶର କାରକ ମଧ୍ୟ ହେଉଛି ଆମେ ନିଜେ।